ମଣିଷ ଦରିଦ୍ର ହେବାର ମୁଖ୍ୟ କାରଣ କ'ଣ? ମଣିଷ କେଉଁ ଭୁଲ ପାଇଁ ହୋଇଯାଇଥାଏ ଦରିଦ୍ର? ଏ ମଣିଷ ଦିନକୁ ଦିନ ତଳକୁ ଖସି ଯାଉଛି କାହିଁକି? ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ଏକ ନୂଆ ଅଧ୍ୟାୟ। ଆଜି ଆମେ ଜାଣିବା ଯେ ମଣିଷ ଦରିଦ୍ର ହେବାର 4ଟି ମୁଖ୍ୟ କାରଣ କ'ଣ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ, ନଚେତ୍ କିଛି ଯାଏ ବୁଝିପାରିବେ ନାହିଁ। ଦର୍ଶକ ବନ୍ଧୁ, ଚାଲନ୍ତୁ ଷ୍ଟାର୍ଟ କରିବା। ଦର୍ଶକ ବନ୍ଧୁ, ଗୋଟେ ମଣିଷ କେବେ ଜନ୍ମରୁ ଦରିଦ୍ର ହୋଇନଥାଏ। ଯେଉଁ ବ୍ୟକ୍ତି ଜନ୍ମରୁ ଦରିଦ୍ର ହୋଇଥାଏ ସେ ତାହାର ପୂର୍ବଜନ୍ମର ଫଳ ହିଁ ପାଇଥାଏ। କିନ୍ତୁ ଏ ଜନ୍ମରେ ଯଦି ଗୋଟିଏ ଧନୀ ଲୋକ ଦରିଦ୍ର ହୋଇଯାଏ କିମ୍ବା ଗୋଟେ ଭଲ ଲୋକ ଯଦି ଦରିଦ୍ର ହୋଇଯାଏ, ତାହା ହେଲା ଲକ୍ଷ୍ମୀ ଛଡ଼ାର ଗୁଣ। ତା କର୍ମ ଘେନି ସେ ଫଳ ପାଇଥାଏ। ଏମିତି କିଛି ଜିନିଷ ଅଛି ଯେଉଁ କର୍ମ ଆପଣ ଯଦି କରିବେ ଆପଣଙ୍କ ପାଖରେ କେବେ ବି ମା ଲକ୍ଷ୍ମୀ ରହିବେ ନାହିଁ, ଆପଣ ଲକ୍ଷ୍ମୀ ଛଡ଼ା ହୋଇଯିବେ। ତ ଦର୍ଶକ ବନ୍ଧୁ, ମା ଲକ୍ଷ୍ମୀଙ୍କର ଅନ୍ୟ ନାମ ହେଲା ଚଞ୍ଚଳା। କାରଣ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ସେ ଖୁବ୍ କମ୍ ସମୟ ଗୋଟେ ଜାଗାରୁ ରହି ଜାଗା ପରିବର୍ତ୍ତନ କରିଥାନ୍ତି। ସେଥିପାଇଁ ତାଙ୍କୁ ଚଞ୍ଚଳା ବୋଲି ମଧ୍ୟ କୁହାଯାଏ। ମା ଲକ୍ଷ୍ମୀ ଗୋଟେ ଘର ଭାଙ୍ଗି 7ଟା ଘର କରନ୍ତି। ସେ 7ଟା ଘର ଭାଙ୍ଗି ମଧ୍ୟ ଗୋଟିଏ ଘର କରନ୍ତି। ଆମର ଧନର ଦେବୀ କହିଲେ ମା ଲକ୍ଷ୍ମୀ ଏବଂ ଧନର ଦେବ କହିଲେ କୁବେର। ତେଣୁ ଗୋଟିଏ ମଣିଷ ଧନ ପାଇବା ପାଇଁ ମା ଲକ୍ଷ୍ମୀ ଏବଂ କୁବେରକୁ ସଦାସର୍ବଦା ପୂଜା କରିଥାଏ। କାରଣ ସେ ଜାଣିଛି ଯେ ଯେହେତୁ ଧନ ଗୋଟେ ଲୋକର ପ୍ରତ୍ୟେକ ଲୋକର ଆବଶ୍ୟକ ହୋଇଥାଏ, ତେଣୁ ସେ ଲକ୍ଷ୍ମୀଙ୍କୁ ଏବଂ କୁବେରକୁ ପୂଜା କରିଥାଏ। କିନ୍ତୁ ଖାଲି ପୂଜା କଲେ ମା ଲକ୍ଷ୍ମୀ ଧନ ଦେବେନି, କି ଆପଣ ଯାହା ବି କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇନଥାନ୍ତି। ଭକ୍ତି ଦରକାର। ମାଙ୍କୁ ପାଇବାକୁ ହେଲେ ଭକ୍ତି ଦରକାର। ଆପଣ ଯେଉଁ ଭଗବାନଙ୍କୁ ସନ୍ତୁଷ୍ଟ କରନ୍ତୁ ନା କାହିଁକି, ଭକ୍ତି ନଥିଲେ ଭଗବାନ କେବେ ବି ଦର୍ଶନ ଦିଅନ୍ତିନି ବା ଆସନ୍ତି ନାହିଁ। ଅବଶ୍ୟ ପୃଥିବୀ ମର୍ତ୍ତ୍ୟମଣ୍ଡଳରେ ଯେତେ ଜୀବଜନ୍ତୁ ମଣିଷଠୁ ଆରମ୍ଭ କରି ଯେତେ ଅଛନ୍ତି ସମସ୍ତେ ଭଗବାନଙ୍କର ପୁଅ ଝିଅ ଅଟନ୍ତି। କିନ୍ତୁ ସମସ୍ତିଙ୍କର ଭାଗ୍ୟ ମଧ୍ୟ ସମାନ ନଥାଏ। ତେଣୁ ସମସ୍ତଙ୍କୁ ଯଦି ସମାନ କରିଦେଇଥିବେ ତାହେଲେ କେହି କାହାକୁ ମାନିବେ ନାହିଁ। ତେଣୁ ଭଗବାନ ଧନୀ ଗରିବ କରି ଜନ୍ମ କରିଛନ୍ତି ଏବଂ ସେଥିପାଇଁ ଲୋକ ମଧ୍ୟ ଅନେକ ଭଗବାନଙ୍କୁ ନିନ୍ଦା କରନ୍ତି ଯେ ତାକୁ ଧନୀ କଲ, ମୋତେ ଧନୀ କଲ ନାହିଁ କାହିଁକି? ତ ଦର୍ଶକ ବନ୍ଧୁ, ଆଜି ଆପଣମାନଙ୍କୁ ଏମିତି 4ଟି ଜିନିଷ କହିବି ଯେଉଁ ଭୁଲ ଆପଣମାନେ କେବେ ବି କରିବେନି। ଯଦି ବି କରିଥିବେ ତାକୁ ସୁଧାରି ଦେବେ, ନହେଲେ ଆପଣମାନଙ୍କୁ ଦରିଦ୍ର ହେବାର କେହି ଭଗବାନ ସୁଦ୍ଧା ବଞ୍ଚେଇ ପାରିବେ ନାହିଁ। କାରଣ ଏଇ 4ଟି ଭୁଲ ଯିଏ କରେ ସେ କେବେ ବି ଭଲରେ ରହିପାରେ ନାହିଁ। ସେ ଦରିଦ୍ର ହେବାଟା ସୁନିଶ୍ଚିତ। ତ ଦର୍ଶକ ବନ୍ଧୁ, କୁହନ୍ତି ଯେ ଯିଏ ଯେଉଁ ବାଟରେ ଯାଏ ଭଗବାନ ତା ନାଁ ସଳଗେଇ ଦିଅନ୍ତି। ଯଦି ଜଣେ ଖରାପ କର୍ମ କରୁଛି ଭଗବାନ କହିବେ ଯା ତୁ ସେ ଖରାପ କର୍ମ କର, ତାକୁ ସେଇ ବାଟରେ ହିଁ ପଠେଇଦେବେ। ତେଣୁ ମଣିଷ ଯେହେତୁ ସର୍ବଶ୍ରେଷ୍ଠ ପ୍ରାଣୀ ଅଟନ୍ତି, ସେ ସବୁ କିଛି ବୁଝି ବିଚାରି କାର୍ଯ୍ୟ କରିବା ନିହାତି ଆବଶ୍ୟକ। ତରତର ହୋଇ କୌଣସି କାର୍ଯ୍ୟ କରିବାଟା ଆବଶ୍ୟକ ନୁହେଁ। ଯଦି କରିବେ
ଆପଣ ଭବିଷ୍ୟତରେ ବିପଦରେ ପଡ଼ିପାରନ୍ତି। ତେଣୁ ବୁଝି ବିଚାରି କାର୍ଯ୍ୟ କଲେ କୌଣସି ବିପଦ ମଣିଷ ଜୀବନକୁ ଆସିବ ନାହିଁ। ସଦାସର୍ବଦା ଖୁସିରେ ରହିବ। ଦୁଃଖକୁ ଖୁସି ଭଳି ମଣି ଚଳିଲେ ହିଁ ସବୁକିଛି ଠିକ୍ ହୋଇଯାଇଥାଏ। ତ ଦର୍ଶକ ବନ୍ଧୁ, ଚାଲନ୍ତୁ ସେ 4ଟି କାରଣ କ'ଣ ଜାଣିବା। ପ୍ରଥମ ହେଲା, ଯଦି ଆପଣଙ୍କ ପାଖରେ ଧନ ଅଛି ତାହେଲେ ଧନକୁ ଅବହେଳା କରନ୍ତୁ ନାହିଁ, ବେଖାତିର କରନ୍ତୁ ନାହିଁ। ମୋର ଧନ ଅଛି ବୋଲି ମଣିଷକୁ ମଣିଷ ଭଳିଆ ନ ଦେଖି ପଶୁ ଭଳିଆ କେବେ ବି ଦେଖନ୍ତୁ ନାହିଁ। ମଣିଷକୁ ସବୁବେଳେ ମଣିଷ ଭଳି ଦେଖନ୍ତୁ। ଧନକୁ ଉପଭୋଗ କରିବା ସହିତ ଅନ୍ୟକୁ ମଧ୍ୟ ସାହାଯ୍ୟ କରନ୍ତୁ ଏବଂ ଧନକୁ ଅବହେଳା କଲେ ମା ଲକ୍ଷ୍ମୀ କେବେ ବି ଆପଣଙ୍କ ପାଖରେ ରହିବେ ନାହିଁ। ଏବଂ ଧନ ରହିବା ପାଇଁ ହେଲେ କୌଣସି ନାରୀ ପଛରେ ଭୁଲରେ ବି ପଡ଼ିବେ ନାହିଁ। ନାରୀ ପଛରେ ପଡ଼ିଲେ ସେ ନାରୀ ଯେହେତୁ ସର୍ବଗିଳା, ସେ ସବୁ କିଛି ଖାଇଦେବ। ଆପଣ ଟଙ୍କାଟେ ରଖିପାରିବେ ନାହିଁ, ଲାଷ୍ଟରେ ଦରିଦ୍ର ହୋଇଯିବେ। ଏକଥା କାହିଁକି କହୁଛି ନା, ଏ ସଂସାରରେ 4 ଜଣଙ୍କୁ ଆପଣ କେବେ ଶାନ୍ତି କରିପାରିବେ ନାହିଁ। 4 ଜଣ ଏତେ ଭୟଙ୍କର ଯେ ତାଙ୍କୁ ଯେତେ ଦେଲେ ବି ତାଙ୍କୁ କେବେ ତୁମେ ଶାନ୍ତି କରିପାରିବେ ନାହିଁ। ପ୍ରଥମ ହେଲା ଅଗ୍ନି। ଅଗ୍ନିରେ ଆପଣ 10 ଲିଟର ଘିଅ ଢାଳି ଦେଇଥାନ୍ତୁ, ଯଦି ଆଉ 100 ଗ୍ରାମ ଢାଳିବା ପାଇଁ ଚାହିଁବେ, ଅଗ୍ନି କ'ଣ ମନା କରିବ ନାହିଁ, ଢାଳନି। ତୁମେ ଯେତେ ଢାଳିବ ସେ ସବୁ ଖାଇଯିବ, ତାକୁ ଶାନ୍ତି କରିହେବ ନାହିଁ। ଏବଂ ଜ୍ୱାଇଁକି ଯେତେ ଦେଲେ ସେ କେବେ ସନ୍ତୁଷ୍ଟ ହୋଇନଥାଏ। ସେ କହିଥାଏ ଯେ ଯେତେ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହୋଇନଥାଏ। କାରଣ ତମେ ଘର ବାଡ଼ି ବିଲ ଯାହା ବିକିକି ଶ୍ୱଶୁର ଦିଅନ୍ତୁ ନା କାହିଁକି, ଜ୍ୱାଇଁକି ଯେତେ ଦେଲେ ସେ ସନ୍ତୁଷ୍ଟ ହୋଇନଥାନ୍ତି। ଏବଂ ନିଜର ସ୍ତ୍ରୀକି ମଧ୍ୟ ଯେତେ ଦେଲେ ସେ ସନ୍ତୁଷ୍ଟ ହୋଇନଥାଏ। ସେ ଯାହା ହେଲେ ବି ମନକୁ ଉଣା କରିଥାଏ। ଏହି 3 ଜଣ ହେଲେ କେବେ ବି ସୁଦ୍ଧା ଶାନ୍ତି ହୋଇନଥାନ୍ତି। ଏବଂ ବ୍ରାହ୍ମଣକୁ ଆପଣ ଯେତେ ଦେବେ ସେ ନେଇଯିବେ। ଯଦି ଆପଣ ଧାନ ଚାଉଳ ଟଙ୍କା ପଇସା ଦେଇ ସାରିଲା ପରେ ବ୍ରାହ୍ମଣକୁ ବିଦାୟ କଲା ପରେ କହିବେ, ନନା ଆଉ 200 ଟଙ୍କା ନେଇଯାଆନ୍ତୁ, ବ୍ରାହ୍ମଣକୁ ମନା କରିବ, କହିବ ମୁଁ ନେବିନି, ସିଏ ଆଗେ ହାତ ବଢ଼େଇ ନେଇଯିବ। ଏକଥା ମୁଁ କୌଣସି ବ୍ରାହ୍ମଣ ସମାଜକୁ କି କୌଣସି ମାଆକୁ ବା କୌଣସି ଲୋକକୁ ଆକ୍ଷେପ କରି କହୁନାହିଁ। ଯାହା ସତ୍ୟ, ଯାହା ପୁରାଣରେ ଅଛି ସେଇ କଥା ମଧ୍ୟ ମୁଁ କହୁଛି। ତେଣୁ କୌଣସି ନାରୀ ପଛରେ ପଡ଼ିବାଟା ଅନିବାର୍ଯ୍ୟ। ଯଦି ନାରୀ ପଛରେ ପଡ଼ିବେ ତାହେଲେ ନିଶ୍ଚିତ ଆପଣମାନେ ଦରିଦ୍ର ହୋଇଯିବେ। ଏବଂ ନିଜ ବୁଦ୍ଧିରେ ସବୁବେଳେ କାର୍ଯ୍ୟ କରିବେ। ଅନ୍ୟ ବୁଦ୍ଧିରେ ଯଦି କାର୍ଯ୍ୟ କରିବେ ତାହେଲେ ଦରିଦ୍ର ହୋଇଯିବେ। ଯଦି ଆପଣଙ୍କ ପାଖରେ ଧନ ଅଛି, ଆପଣଙ୍କ ସାଙ୍ଗସାଥି ଆପଣଙ୍କ ସାଙ୍ଗରେ ସବୁବେଳେ ମିଶିବେ, ସେ ପଇସାକୁ ଖର୍ଚ୍ଚ କରିବା ପାଇଁ ଚାହିଁବେ। ତୁମେ ଯଦି ତାଙ୍କ ପଛରେ ପଇସା ଖର୍ଚ୍ଚ କରିବ ତାହେଲେ ଖର୍ଚ୍ଚ ହୋଇ ନିଜେ ମଧ୍ୟ ତଳିତଳାନ୍ତ ହୋଇ ଦରିଦ୍ର ହୋଇଯିବ। ଏବଂ ମଣିଷ ସବୁବେଳେ ଏଇ ଭୁଲ ବାରମ୍ବାର କରିଥାଏ। ଏବଂ କ'ଣ, ନିଜ ଘରରେ କଳହ କରିବା। ନିଜ ଘରରେ ଯଦି ଆପଣମାନେ କଳହ କରିବେ ତାହେଲେ ମା ଲକ୍ଷ୍ମୀ କେବେ ବି ରହିପାରିବେ ନାହିଁ। କାରଣ ଯେଉଁ ଗୃହରେ କଳି ଝଗଡ଼ା ସବୁବେଳେ ଲାଗିକି ରହିଥାଏ, ମା ଲକ୍ଷ୍ମୀ ସେଠି ରୁହନ୍ତି ନାହିଁ। ତ ଦର୍ଶକ ବନ୍ଧୁ, କେବେ ବି ଭୁଲରେ ମଧ୍ୟ ଏହି 4ଟି ଜିନିଷ କରନ୍ତୁ ନାହିଁ, ନହେଲେ ଆପଣଙ୍କୁ ଦରିଦ୍ର ହେବାରେ କେହି ଅଟକାଇ ପାରିବେ ନାହିଁ। କାରଣ ଏହିସବୁ କର୍ମ ଯିଏ କରେ, ନାରୀ ପଛରେ ପଡ଼େ, ଧନକୁ ଅନାଦାର କରେ, ଧନକୁ ଅବହେଳା କରେ ଏବଂ ଅନ୍ୟ ବୁଦ୍ଧିରେ କାର୍ଯ୍ୟ କରେ, ଅନ୍ୟକୁ ସାହାଯ୍ୟ ନ କରି ବଦ ଖର୍ଚ୍ଚରେ ଧନକୁ ଉଡ଼ାଏ, ସେ କେବେ ବି ଉନ୍ନତି କରିପାରେ ନାହିଁ ଏବଂ ସେ ଦିନକୁ ଦିନ ତଳକୁ ଖସିଯାଏ। ସେ ଶେଷରେ ଦରିଦ୍ର ହୋଇଯାଏ। ଆପଣ ଯେକୌଣସି ପୁରାଣ ଶାସ୍ତ୍ର ଇତିହାସ ମଧ୍ୟ ଦେଖନ୍ତୁ, ଦରିଦ୍ର ହେବାର ଏହି ସବୁ କାରଣ ନିଶ୍ଚିତ ରୂପେ ବାହାରିବ।
ତେଣୁ ଧନକୁ ଅନାଦର କରିବା ଶିଖନ୍ତୁ। ଧନକୁ ସବୁବେଳେ ସଞ୍ଚି ରଖନ୍ତୁ। ଧନକୁ କେବେ ଅନାଦର କରନ୍ତୁ ନାହିଁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ମୋତେ ବିଦାୟ ଦିଅନ୍ତୁ। ପୁଣି ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ନେଇ ଆସିବି, ଆମେ ଆଲୋଚନା କରିବା। ସେଠୁ ମଧ୍ୟ କିଛି ଶିକ୍ଷଣୀୟ ଜିନିଷ ଜାଣିବା। ତ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଏପର୍ଯ୍ୟନ୍ତ ଯଦି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ବୋଲି ନିହାତି ଲେଖିଦିଅନ୍ତୁ। କାରଣ ଆପଣଙ୍କର ଗୋଟିଏ କମେଣ୍ଟ, ଗୋଟିଏ ଲାଇକ୍ ମୋତେ ଭିଡ଼ିଓ ବନେଇବା ପାଇଁ ଆକୃଷ୍ଟ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ମା ଲକ୍ଷ୍ମୀ।